ଭାଇରାଲ ହେଲା ରବୀନ୍ଦ୍ର ଜାଡେଜାଙ୍କ ଭିଡ଼ିଓ। ସୋସିଆଲ ମିଡ଼ିଆରେ ଏବେ ଗୌତମ ଗମ୍ଭୀରଙ୍କ ହସ ବି ଭାଇରାଲ ହେଉଛି। ହଁ ଦର୍ଶକ ବନ୍ଧୁ, ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍ ଅଗଷ୍ଟ 15ରୁ ଆରମ୍ଭ। ତା ପୂର୍ବରୁ ଏବେ ଭାରତ ଶ୍ରୀଲଙ୍କା ମଧ୍ୟରେ ୱାର୍ମ ଅପ୍ ମ୍ୟାଚ୍ ବା ଅଭ୍ୟାସ ମ୍ୟାଚ୍ ଜାରି ରହିଛି। କିନ୍ତୁ ଏବେ ଏକ ସୋସିଆଲ ମିଡ଼ିଆର ଭାରତର ଡ୍ରେସିଂ ରୁମ୍ର ଭିଡ଼ିଓ ଭାଇରାଲ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି କି ରବୀନ୍ଦ୍ର ଜାଡେଜା ତାଙ୍କର ସାଥୀ ଖେଳାଳି କୁଲଦୀପ ଯାଦବଙ୍କ ବୋଲିଂକୁ ନକଲ କରିଥିଲେ ଏବଂ ସେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତାକୁ ଦେଖି ଭାରତର ହେଡ୍ କୋଚ୍ ଗୌତମ ଗମ୍ଭୀର ବହୁତ ଜୋର ହସିଥିଲେ ଏବଂ ସେ ଭିଡ଼ିଓ ଯାହାକି ଏକ ସୋସିଆଲ ମିଡ଼ିଆରେ ଭାଇରାଲ ଲାଗିଛି। ଦର୍ଶକ ବନ୍ଧୁ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଏବେ ୱାର୍ମ ଅପ୍ ମ୍ୟାଚ୍ ଜାରି ରହିଛି। ଅଗଷ୍ଟ 15ରୁ ଆରମ୍ଭ ହେବ ଭାରତ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍। କିନ୍ତୁ ତା ପୂର୍ବରୁ এই ଯେଉଁ ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ନକଲ କରିଥିଲେ ରବୀନ୍ଦ୍ର ଜାଡେଜା କୁଲଦୀପ ଯାଦବଙ୍କ ବୋଲିଂକୁ ନେଇ, ଯାହାକୁ ଦେଖିଥିଲେ ଗୌତମ ଗମ୍ଭୀର ଭାରତର ହେଡ୍ କୋଚ୍ ଏବଂ ସେ ମଧ୍ୟ ଦେଖି ବହୁତ ଜୋର ହସିଥିଲେ। ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ଲାଗିଛି। ଦର୍ଶକ ବନ୍ଧୁ, ଆପଣ କମେଣ୍ଟ କରି କୁହନ୍ତୁ ଯେ ଭାରତ ଶ୍ରୀଲଙ୍କା ମ୍ୟାଚ୍ ହେବାକୁ ଯାଉଥିବା ବେଳେ ଏ ମ୍ୟାଚ୍ରେ କିଏ ଜିତିବ।